ସାର୍ ଆଜି ଯୋଉ ଯାତ୍ରା ମାଲିକ ସଂଘ ତରଫରୁ ଯୋଉ ଆଲୋଚନା ଚକ୍ର କରାଗଲା ଏବଂ ନରିଙ୍କୁ ଯୋଉ ବୟକଟ୍ କରାଗଲା, କଣ ଭୁଲ ଥିଲା ସେ ବିଷୟରେ ଟିକେ ସାର୍ କହିବେ? ଭୁଲ କାହାର ଥିଲା? ଆପଣ କହୁଛନ୍ତି ଯେ ମାନେ ଯୋଉ ନରୀକୁ ବୟକଟ୍ କାହିଁକି କରାଗଲା? ନରୀକୁ ବୟକଟ୍ କରିବାର ଗୋଟେ କଥା ହଉଛି ଯେ ନରୀ ବାବୁ ଯେହେତୁ ଗୋଟେ ଯାତ୍ରା ପାର୍ଟିରୁ ଅଗ୍ରିମ ବାବଦ ଟଙ୍କା ନେଇକି ଆଜ୍ଞା ଏବଂ ପୁଣି ଯେତିକି ଟଙ୍କା ନେଇକି ଏଗ୍ରିମେଣ୍ଟ କଲା ପରେ ପୁଣି ଆହୁରି କିଛି ଅର୍ଥ ମାଗିଲେ। ଯୋଉ ଅର୍ଥ ମାଲିକ ତାଙ୍କ ଭିତରେ କିଛି ଘଟଣା ଘଟିଲା ଏବଂ ତାପରେ ସେ ସେଠିକି ଗଲା ପରେ କଣ ତାଙ୍କ ଦି ଜଣଙ୍କ ଭିତରେ ଘଟଣା ଘଟିଛି ଏଠୁ ସିଏ ବି ଜାଣିଥିବେ, ଯେ ତାଙ୍କ ପାଖେ ବସେଇଥିଲେ ସିଏ ହିଁ ଜାଣିଥିବେ। ତା ଭିତରେ କିଛି ସମୟ ଭିତରେ ସିଏ ଆଜ୍ଞା ଯାଇକି ଅନଲାଇନ ରେ ନାଣ୍ଡୁ ବାବୁଙ୍କ ବିରୁଦ୍ଧରେ କେସ୍ ଦେଲେ ଏବଂ କିଛି ଏପଟ ସେପଟ କଥା କହିଲେ। ତାପରେ ଆମ କଳାକାର ମାନେ ଆମ ମାଲିକ ସଂଘକୁ ଆଜି ଗୋଟେ ଚିଠି ଦେଲେ, ଯୋଉଟା କି ଆମମାନେ ସବୁ ଆଜି ବିଚାର କଲୁ। ଯେହେତୁ କେସ୍ ପଳେଇଛି ଥାନାକୁ, କେସ୍ ଏଫଆଇଆର ଦର୍ଜ ହେଇଯାଇଛି, କିନ୍ତୁ ତା ଭିତରେ ନରୀ ପଣ୍ଡା କହୁଛନ୍ତି ଯେ ମୁଁ ଆଉ ପାଉଡର ଲଗେଇବି ନାହିଁ। ନାଣ୍ଡୁ ବାବୁଙ୍କ କଥା ଏବଂ ନରୀ କଟାକୁ ଆଧାର କରିକି ପାଉଡର ତ ଜଣେ ଲଗେଇବନି ବୋଲି କହୁଛି, ଆଉ ତାହେଲେ ଯାତ୍ରା ପାର୍ଟିରେ କାହିଁକି ରହିବ? ଯାତ୍ରା ପାର୍ଟିରୁ ତାଙ୍କୁ ବୟକଟ୍ କରାଯାଉ। ସେ ତ ତାଙ୍କ ଆଡୁ ଷ୍ଟେଟମେଣ୍ଟ ଦଉଛନ୍ତି ମୁଁ ଆଉ ମୋ କଥା ନ ବୁଝା ହେଲେ ପାଉଡର ଲଗେଇବି ନାହିଁ। ତେଣୁକରି ଯେହେତୁ ପୋଲିସ କି କେସ୍ ଦେଇଛନ୍ତି, ପୋଲିସ ତାର ବିଚାର କରିକି କେବେ ତାର ଉପରେ ଠିକ କରିବ, ସେଇଦିନ କାଳେ ଯଦି ଠିକ ହବ। ଆଜ୍ଞା ସେଇଥିପାଇଁ ହିଁ କେବଳ ବୟକଟ୍ କରାହେଇଛି। ହୁଏତ କେବେ ଯଦି ସମାଧାନ ହେଇଯାଇପାରେ ଠିକ ଠାକ ହେଇକି, ପୁଣି ବୟକଟ୍ କଣ ଯାତ୍ରା ପାର୍ଟି ତ ଆପଣ ଜାଣିଥିବେ କଣ ବୟକଟ୍ ଟା ଉଠା ଯାଇପାରେ। ନିଶ୍ଚିତ ଆଜ୍ଞା, କାହା ପେଟ ପାଟଣା ଉପରେ କିଏ କୋଉକୁ ମାରିଲାଣି? ଆଜ୍ଞା ମୁଁ ଭୁଲ କହିଲି କରିଛି, କିଛି ଭୁଲ ହେଇଛି, ଆଜ୍ଞା ଉଭୟ ପକ୍ଷ ହେଇଥିବ, କିନ୍ତୁ ତାଙ୍କ ଭିତରେ ବୁଝା। ଆଉ ଗୋଟେ କେସ୍ ବାଟୁ ଗଲା ପରେ ଆଉ ମାଲିକ ସଂଘ କଣ କରିପାରିବ? ଇଏ କହୁଛନ୍ତି ଆଜ୍ଞା ମୁଁ ଆଉ ପାଉଡର ଲଗେଇବିନି, ସେ କହନ୍ତି ଭିତରେ ବିବାଦ ଭିତରେ ଆଜିର ମୁଖ୍ୟତଃ ଯୋଉ ଯାତ୍ରା ମାଲିକ ସଂଘ ତରଫରୁ ଯୋଉ ଆଲୋଚନା ଚକ୍ର ହେଲା, ମୁଖ୍ୟ ନିଷ୍ପତ୍ତି କଣ ନିଆ ହେଲା? ତାକୁ 2025-26 ପାଇଁ ବୟକଟ୍ କରାଯାଇଛି। ସେଥିପାଇଁ ଗାଳିଗୁଲଜ କଲେ, ପୁଣି ତାକୁ ଟଙ୍କା ନେଇକି ଘରକୁ ଗଲେ କାହିଁକି? ଟଙ୍କା ତ ଦବା ପାଇଁ ଆସିଥିଲେ। ସତ୍ୟ କିଛି ଜଣା ପଡୁନାହିଁ। ଆମେ ତ ପୋଲିସ ନ କହିପାରିବା, ସତ୍ୟ କିଛି ଆମେ ଜାଣିପାରୁନୁ। ମୁଁ କହିଲି ଉଭୟ ଆଜି ପକ୍ଷ ଯେବେ ବସିବେ ଜଣା ପଡିବ। ପିୟୁଷଙ୍କ ବାପା ଆଜି ଅଭିଯୋଗ କଣ ରଖିଥିଲେ? ଚିଠି ଦେଇଥିଲା କଳାକାର ମାଲିକ ସଂଘକୁ ଯେ ମୋ ପୁଅ 2024-25-26ରେ ଦିଟା ଯାତ୍ରା ଅନୁଷ୍ଠାନ କାମ କରିବନି, ତାର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନାହିଁ ବୋଲି ଚିଠି ଦେଇଥିଲେ, ଚିଠି ପଠେଇଥିଲେ। ସେଟା ହେଲା ପରେ ଶୁକ୍ରବାର ଦିନ ସେ ଆସିବେ, ଯାହା କହିବେ ତାପରେ ତାଙ୍କ ଉପରେ ବିଚାର କରାଯିବ। ଶୁକ୍ରବାର 11 ତାରିଖ ଯୋଉ ଆପଣ ଯାତ୍ରା ମାଲିକ ସଂଘ ତରଫରୁ ନିଷ୍ପତ୍ତି ନିଆଯିବ, ଯେମିତି ଆପଣ କହିଲେ ଯେ ନରୀଙ୍କୁ ବୟକଟ୍ କରାଗଲା, ସେମିତି ଗୋଟେ କଳାକାର ଉଭୟ ଦିଟା ପାର୍ଟିରୁ, ଯେମିତି ତାଙ୍କ ବାପା କହୁଥିଲେ, ଯେହେତୁ ସେ ଦୁଇଟି ପାର୍ଟିରୁ ପଇସା ନେଇଛନ୍ତି, ଯାତ୍ରା ତାଙ୍କୁ କରିବେନି ବୟକଟ୍ ବୋଲି ମନା କରାଯିବ କି? କଲେଣି। ଆଜ୍ଞା ଆଜ୍ଞା ସେମାନେ ଯାତ୍ରା କରିବେନି ବୋଲି ମନା କଲେଣି, ଯାତ୍ରା ନ କରିବେ ତାକୁ ବୟକଟ୍ କଣ କରାଯିବ? ଆଚ୍ଛା, ସେ ଅସୁସ୍ଥତା ପାଇଁ କଥା କହୁଛନ୍ତି, ପିୟୁଷଙ୍କ ଅସୁସ୍ଥତା କଥା ଆପଣ କହୁଛନ୍ତି? ଲେଖିଛନ୍ତି କାଗଜରେ ସେଇଆ। ସେ ଆଉ କରିବେନି ବୋଲି ଯାତ୍ରା କହୁଛନ୍ତି, ଆଉ ତାଙ୍କ ଜଣେ ନ କରୁଥିବା ଲୋକକୁ ବୟକଟ୍ କୋଉ ବାଟେ କରିବ? ଆଜ୍ଞା, ତାହେଲେ ଆପଣ ସେଇ ଆଧାରରେ, ତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଆପଣ 11 ତାରିଖରେ ଯୋଉ ଆଲୋଚନା ଚକ୍ର ହବ, ମୁଖ୍ୟତଃ ଆପଣଙ୍କର ଏଜେଣ୍ଡା କଣ ରହିବ 11 ତାରିଖ? ସେଇ ତାଙ୍କ ବାପାଙ୍କ ଅଭିଯୋଗ ଏବଂ ପିୟୁଷର ଅଭିଯୋଗ ଶୁଣିଲା ପରେ ଯାହା ସେଠି ନିଷ୍ପତ୍ତି ନିଆଯିବ, କଳାକାର ଯାହା ସେଇ ଟାଇମରେ ମାଲିକ ମାନେ ଯାହା ନିଷ୍ପତ୍ତି ନେବେ, ସେଇଦିନ ହିଁ ଜଣା ପଡିବ। ଆଜ୍ଞା, ନରୀ ପଣ୍ଡା ଯେତେବେଳେ ଅନଲାଇନରେ ଅଭିଯୋଗ କରିଥିଲେ ଏବଂ ଆପଣ କହୁଛନ୍ତି ଯେହେତୁ ସେ ନିଜ ଆଡୁ କହିଥିଲେ ଯେ ମୁଁ ଆଉ ମେକଅପ୍ ନେବିନି, ମୋ କଥା ଆଲୋଚନା କରାଯାଉ, ସେଇ ଆଧାରରେ ବୟକଟ୍ କରାଗଲା ବୋଲି ଆପଣ କହୁଛନ୍ତି? ନାଇଁ, ସେଇ ଆଧାରରେ କେସ୍ ଯଦି କେସ୍କୁ ପଳେଇଲା ପରେ କହିଲା ପରେ ଆଉ କଣ କରାଯିବ? କେସ୍କୁ ନ ଯାଇଥିଲେ ଆମେ ନିଶ୍ଚିତ ତା ବିଚାର କରିଥାନ୍ତୁ, ତାକୁ ଡାକିଥାନ୍ତୁ। ପୋଲିସ କେସ୍ ହେଇଗଲାଣି ଅନଲାଇନରେ ଦି ଜାଗାରେ। ଆଚ୍ଛା, ଆପଣ କହୁଛନ୍ତି ଯେ ଯେହେତୁ ପ୍ରଯୋଜକ ମହାସଂଘକୁ ନ ଜଣେଇକି ଯେହେତୁ ସେ ଅନଲାଇନରେ ଥାନାରେ ଅଭିଯୋଗ କଲେ, ସେଥିପାଇଁ ଆମେ ଆମ ନିରୁପାୟ ହେଇକି ଏ ନିଷ୍ପତ୍ତି ନେଇଛୁ। ଆଜ୍ଞା।